ନମସ୍କାର ଦର୍ଶକ ବନ୍ଧୁ। ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣିଥିବେ ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ବା ଚିଫ୍ ଇଲେକ୍ଟ୍ରାଲ ଅଫିସର ଓଡ଼ିଶାଙ୍କ ତରଫରୁ ରାଜ୍ୟରେ ହେଇଥିବା ଏସ୍ଆଇଆର୍ ବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନର ଯେଉଁ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ ପାଇଛି। ଅର୍ଥାତ୍ ଆପଣମାନେ ସମସ୍ତେ ଜାଣିଥିବେ ଗତ 30 ମେରୁ 28 ଜୁନ୍ ପର୍ଯ୍ୟନ୍ତ ଆମ ରାଜ୍ୟରେ ଏସ୍ଆଇଆର୍ ବା ସ୍ୱତନ୍ତ୍ର ସଂଗଠନ ସଂଶୋଧନ ଯାହାକୁ ଆମେ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ବୋଲି କହୁଛୁ, ଯେଉଁଥିରେ ଆପଣମାନଙ୍କ ଏରିଆକୁ ଯେଉଁ ବିଏଲ୍ଓ ମାନେ ଆସୁଥିଲେ ଏବଂ ଆପଣମାନଙ୍କୁ ଗୋଟିଏ ଏନୁମେରେସନ ଫର୍ମ ଦେଉଥିଲେ ଏବଂ ସେଇ ଏନୁମେରେସନ ଫର୍ମରେ ଯେଉଁମାନେ 18 ବର୍ଷରୁ ଉର୍ଦ୍ଧ୍ୱ ରହିଛନ୍ତି ବା ଯେଉଁମାନଙ୍କର ଭୋଟର କାର୍ଡ଼ ଅଛି ସେମାନଙ୍କର ଭୋଟର କାର୍ଡ଼ରେ ଥିବା ସମସ୍ତ ଡାଟାକୁ ଭେରିଫାଇ କରାଯାଇଛି ଏବଂ ଭେରିଫାଇ ହେଲା ପରେ ପୂର୍ବରୁ ଥିବା ଭୋଟର ଲିଷ୍ଟ ଅନୁସାରେ କୋଉମାନେ ମୃତ ଅଛନ୍ତି, କୋଉମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ସିଫ୍ଟିଂ ହେଇଛନ୍ତି, ଏହି ସବୁ ଭୋଟର ମାନଙ୍କୁ ବର୍ତ୍ତମାନ ଅଲଗା କରାଯାଇ ଗୋଟେ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ ପାଇଛି। ତେଣୁ ଗତକାଲି ଏ ବିଷୟରେ ମୁଁ ଆପଣମାନଙ୍କୁ ଗୋଟେ ଭିଡ଼ିଓ ମାଧ୍ୟମରେ ଡିଟେଲ୍ସ ଅପଡେଟ୍ ଜଣାଇଥିଲି ଯେ ଆପଣମାନେ କେମିତି ନିଜ ଏରିଆରେ ବା ନିଜ ବୁଥରେ କୋଉ କୋଉ ହିତାଧିକାରୀ ମାନଙ୍କ ନାମ କଟିଛି ଏବଂ କୋଉ କାରଣ ପାଇଁ ସେମାନଙ୍କର ନାଁ କଟିଛି ସେ ବିଷୟରେ କେମିତି ଲିଷ୍ଟ ଚେକ୍ କରିପାରିବେ ଡିଟେଲ୍ସ ଜଣାଇଥିଲି। ତ ସେଇ ଭିଡ଼ିଓରେ ଆପଣମାନଙ୍କର ମଧ୍ୟ ବହୁତ ସାରା କମେଣ୍ଟ ଥିଲା ଯେ ଆମେ ଯେଉଁ ନାଁ କଟିଛି ସେଇ ଲିଷ୍ଟଟା ଆପଣମାନେ ଚେକ୍ କରିପାରିଲେ ଏବଂ ଯଦି ଆପଣମାନେ ନିଜ ଏରିଆର ବା ନିଜ ବୁଥର ସମ୍ପୂର୍ଣ୍ଣ ଲିଷ୍ଟ ଚେକ୍ କରିବା ପାଇଁ ଚାହୁଁଛନ୍ତି ଯୋଉଟାକୁ ଆମେ କହୁଛୁ ଭୋଟର ଲିଷ୍ଟ ଅର୍ଥାତ୍ ଯେଉଁମାନଙ୍କର ନାମ ସେଥିରେ ଅଛି ତ ସେମାନଙ୍କର ଲିଷ୍ଟ ଆପଣମାନେ କେମିତି ଚେକ୍ କରିବେ। ଆସନ୍ତୁ ଆଜିର ଭିଡ଼ିଓରେ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା କେମିତି ଆପଣମାନେ ନିଜ ମୋବାଇଲରେ ବର୍ତ୍ତମାନ ଏସ୍ଆଇଆର୍ ଡ୍ରାଫ୍ଟ ଲିଷ୍ଟ ଡାଉନଲୋଡ୍ କରିପାରିବେ ଏବଂ ଆପଣମାନଙ୍କ ପରିବାରରେ ଥିବା 18 ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କ ଭୋଟରଙ୍କ ନାମ କେମିତି ଚେକ୍ କରିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ ଏବଂ ଏହି ଭିଡ଼ିଓଟି ଆପଣମାନେ ଯଦି ଫେସବୁକ୍ ବା ଇନଷ୍ଟାଗ୍ରାମରେ ଦେଖୁଛନ୍ତି ତ ନିହାତି ଆପଣମାନେ ଆମକୁ ଫଲୋ କରିଦେବେ ଯାହାଦ୍ୱାରା କି ବହୁତ କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍ ଆପଣମାନଙ୍କୁ ଆମ ଏଇ ଚ୍ୟାନେଲ ମାଧ୍ୟମରେ ମିଳିପାରିବ। ସର୍ବପ୍ରଥମେ ଦେଖନ୍ତୁ ଏସ୍ଆଇଆର୍ ଦେଖନ୍ତୁ ଗୋଟେ କୌଣସି ଗୋଟେ ସାଧାରଣ କଥା ନୁହେଁ କାରଣ এই ଯେଉଁ ଏସ୍ଆଇଆର୍ ବା ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ 2026 ଅନୁସାରେ ଯେ ଭୋଟର ଲିଷ୍ଟରେ ଯେଉଁମାନେ ଅଯୋଗ୍ୟ ଭୋଟର ରହିଛନ୍ତି, ଅଯୋଗ୍ୟ ଭୋଟର ଆମେ କାହାକୁ କହୁଛୁ ନା ବହୁତ ଜଣ ଭୋଟର ଅଛନ୍ତି ଯେଉଁମାନଙ୍କର ମୃତ୍ୟୁ ହେଇଯାଇଛି କିନ୍ତୁ କୌଣସି କାରଣରୁ ସେମାନଙ୍କର ନାମ ବର୍ତ୍ତମାନ ସୁଦ୍ଧା ଭୋଟର ଲିଷ୍ଟରୁ କାଟି ନାହିଁ ଏବଂ ଆଉ କିଛି ଭୋଟର ଅଛନ୍ତି ଯେଉଁମାନଙ୍କର ଯୋଉଟାକି କୌଣସି ପରିଚୟ ପତ୍ର ନାହିଁ ଅର୍ଥାତ୍ ସେମାନେ ଆମ ଓଡ଼ିଶାର ସ୍ଥାୟୀ ବାସିନ୍ଦାର କୌଣସି ପରିଚୟ ପତ୍ର ନାହିଁ କିନ୍ତୁ ତାଙ୍କ ନାଁ ମଧ୍ୟ ଭୋଟର ଲିଷ୍ଟରେ ଅଛି। ତା ସହିତ ଆଉ କିଛି ଭୋଟର ରହିଛନ୍ତି ଯେଉଁମାନେ କି ଗୋଟିଏ ବା ଦୁଇଟି ଜାଗାରେ ତାଙ୍କର ଭୋଟର ତାଲିକା ଅଛି। ତ ସେଇ ସବୁ ଭୋଟରଙ୍କୁ ଚିହ୍ନଟ କରିବା ପାଇଁ ଯାହାକି ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ଏସ୍ଆଇଆର୍ ଯାହାକି ସମ୍ପୂର୍ଣ୍ଣ ହେଇଛି। ପୂର୍ବରୁ ଆପଣମାନେ ଜାଣିଥିବେ ବିଭିନ୍ନ ରାଜ୍ୟରେ ଯେମିତିକି ଉତ୍ତରପ୍ରଦେଶ, ୱେଷ୍ଟବେଙ୍ଗଲ ଏବଂ ଏହିଭଳି ବଡ଼ ବଡ଼ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏସ୍ଆଇଆର୍ କମ୍ପ୍ଲିଟ୍ ହେଇଛି। ତେଣୁ ଆମ ଓଡ଼ିଶାରେ ବର୍ତ୍ତମାନ ଯେଉଁ ଏସ୍ଆଇଆର୍ ଡ୍ରାଫ୍ଟ ଲିଷ୍ଟ ପ୍ରସ୍ତୁତ ହେଇଛି ସେଥିରେ ପାଖାପାଖି 20,14,000 ହିତାଧିକାରୀଙ୍କ ନାମ କଟିଛି। ତ ସେ ଯେଉଁ 20,00,000ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ନାମ କାଟିଛି ତା ଭିତରେ ବହୁ ଜଣ ରହିଛନ୍ତି ଆମର କଣ ରହିଛନ୍ତି ନା ମୃତ ବ୍ୟକ୍ତି ରହିଛନ୍ତି ସେଟା ତ ଆପଣମାନଙ୍କର କାଟିବା ଦରକାର। କିନ୍ତୁ ମୃତ ବ୍ୟକ୍ତି ବ୍ୟତୀତ ଆହୁରି ବହୁ ଜଣ ବ୍ୟକ୍ତି ଅଛନ୍ତି ବା ଯେଉଁ ଅଧିକ ଭୋଟର ଅଛନ୍ତି ଯେଉଁମାନେ କି କୌଣସି କାରଣରୁ ସେମାନଙ୍କର ଏନୁମେରେସନ ଫର୍ମ ଫିଲ୍ଅପ୍ କରିନାହାନ୍ତି। ହୁଏତ ସେମାନେ ବାହାର ରାଜ୍ୟରେ ରହୁଥିବେ ବା ଆପଣମାନଙ୍କର କାମ କରି ବାହାର ରାଜ୍ୟରେ ଯାଇଥିବେ ବା କୌଣସି କାରଣବଶତଃ ତାଙ୍କର ଯଦି କାଟିଛି ତାହେଲେ ଆପଣମାନେ ନିହାତି ଥରେ ଭୋଟର ଲିଷ୍ଟ ଚେକ୍ କରିବା ଦରକାର ଏବଂ ଯଦି ଭୋଟର ଲିଷ୍ଟ ଆପଣମାନେ ଚେକ୍ କରୁନାହାନ୍ତି ଏବଂ ଥରେ ଆପଣମାନଙ୍କର ନାଁ କଟି ଯାଉଛି ଆପଣମାନଙ୍କୁ ମାନେ ଭୋଟର ଇନଏଲିଜିବୁଲ କରିଦିଆଯାଉଛି ନେକ୍ସଟ ଟାଇମ୍ ଆପଣମାନେ ଓଡ଼ିଶାରେ ଆଉ ଭୋଟର ଲିଷ୍ଟରେ ଆପଣମାନଙ୍କ ନାଁ ସାମିଲ ହବ ନାହିଁ। ତେଣୁ ଆସନ୍ତୁ କେମିତି ଆପଣମାନେ ଚେକ୍ କରିବେ ସେ ବିଷୟରେ ଡିଟେଲ୍ସ ଜାଣିବା। ସର୍ବପ୍ରଥମେ ଆପଣମାନେ ନିଜ ମୋବାଇଲର ଯେକୌଣସି ବ୍ରାଉଜରରେ ସର୍ଚ୍ଚ କରିଦେବେ ଦେଖନ୍ତୁ ଇସିଆଇ ଅର୍ଥାତ୍ ଇଲେକ୍ସନ କମିଶନ ଅଫ୍ ଇଣ୍ଡିଆ ଇସିଆଇ ସର୍ଚ୍ଚ କରିଦେବେ। ଇସିଆଇ ସର୍ଚ୍ଚ କଲା ପରେ ଦେଖନ୍ତୁ ଫାଷ୍ଟ ଯେଉଁ ଅପସନଟି ଆସିବ ଆପଣମାନଙ୍କର ଇଲେକ୍ସନ କମିଶନ ତ ସେଇ ଅପସନରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଆପଣମାନଙ୍କ ସାମ୍ନାରେ ଇଲେକ୍ସନ କମିଶନ ଇଣ୍ଡିଆର ଇସିଆଇଏନଇଟି ଯୋଉଟାକି ଅଫିସିଆଲ ୱେବସାଇଟ୍ ଓପନ୍ ହେଇଯିବ। ତ ଏହି ଅଫିସିଆଲ ୱେବସାଇଟ୍ରେ ଦେଖନ୍ତୁ ଏଠି ଗୋଟେ ଅପସନ୍ ରହିଛି ଏସ୍ଆଇଆର୍ 2026 ଡାଉନଲୋଡ୍ ଇଲେକ୍ଟ୍ରାଲ ରୋଲ୍ ଅର୍ଥାତ୍ ଏଇଠି ଆପଣମାନଙ୍କର ଏସ୍ଆଇଆର୍ 2026ର ଯେଉଁ ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି ତାହା ଆପଣମାନେ ଏଇଠି ଚେକ୍ କରିପାରିବେ। ଏଠି କ୍ଲିକ୍ କଲା ପରେ ଦେଖନ୍ତୁ ଆପଣମାନଙ୍କୁ ରିଡାଇରେକ୍ଟ ହେଇଯିବ ନୂଆ ୱେବସାଇଟ୍‌କୁ ଯୋଉଟାକି ମୁଁ ଆପଣମାନଙ୍କୁ ଡାଇରେକ୍ଟ ଲିଙ୍କ ହିଁ ଏଠି ଦେଇଦେବି। ଦେଖନ୍ତୁ ଏଠି ଆପଣମାନଙ୍କର କଣ ରହିଛି ଆପଣମାନଙ୍କର
রয়েছে স্টেট, তারপরে রয়েছে ইয়ার অফ রিভিজন। রিভিজন এটা দেখন্তু এটা পুরা রিয়েল অপডেট। কারণ দেখন্তু রিভিজন ଆମର 2024 ଟୁ ଏସ୍ଆର୍ ଆରମ୍ଭ ହେଇଛି। ତେଣୁ ଯେହେତୁ ଆମର 2026 ରେ ଆମର ଓଡ଼ିଶାରେ ହେଇଛି, ତେଣୁ 2026 ରହିଲା। ତାପରେ ଏଠି ଦେଖନ୍ତୁ ଆପଣମାନେ ଷ୍ଟେଟ୍ ଯେତେବେଳେ ଓଡ଼ିଶା ସିଲେକ୍ଟ କରିଦଉଛନ୍ତି, ଏଠି ଆପଣମାନଙ୍କର ଦେଖନ୍ତୁ ଆସିଲା ରୁଲ୍ ଟାଇପ୍, ଅର୍ଥାତ୍ କୋଉ ଟାଇପ୍‌ର ବର୍ତ୍ତମାନ ଆମର ଏସ୍ଆଇଆର୍‌ଟି ଆସିଛି, ଏଇଟା କ'ଣ ରହିଛି ନା ଏସ୍ଆଇଆର୍ ଡ୍ରାଫ୍ଟ ରୁଲ୍, ଅର୍ଥାତ୍ ବର୍ତ୍ତମାନ ଆମର ଡ୍ରାଫ୍ଟ ରୁଲ୍ ରହିଛି ଏବଂ ଏଇ ଡ୍ରାଫ୍ଟ ରୁଲ୍‌ଟି ଆପଣମାନଙ୍କର ସେପ୍ଟେମ୍ବର 6 ତାରିଖରେ ଫାଇନାଲ୍ ଲିଷ୍ଟରେ ପରିଣତ ହେବ। ତା ପୂର୍ବରୁ ଯୋଉମାନଙ୍କର ନାଁ ନାହିଁ, ସେମାନେ ଆସନ୍ତା ଅଗଷ୍ଟ 4 ତାରିଖ ସୁଦ୍ଧା ନିଜର ବିଏଲ୍‌ଓଙ୍କୁ ଆବଶ୍ୟକ ଡକ୍ୟୁମେଣ୍ଟ ଦେଇ ପୁଣି ଥରେ ନିଜର ଭୋଟର ଲିଷ୍ଟରେ ଆପତ୍ତି ବା ଆବେଦନ କରିପାରିବେ। ତାପରେ ଦେଖନ୍ତୁ ଡିଷ୍ଟ୍ରିକ୍ଟ ଏଠି ଆପଣମାନେ ସିଲେକ୍ଟ କରିଦେଲେ। ଡିଷ୍ଟ୍ରିକ୍ଟ ସିଲେକ୍ଟ କଲା ପରେ ତାପରେ ଆପଣମାନଙ୍କର ଆସେମ୍ବଲି ଯୋଉଟା ରହିଛି, ଅର୍ଥାତ୍ ନିର୍ବାଚନ ମଣ୍ଡଳୀ କ'ଣ ରହିଛି, ସେଇଟା ଆପଣମାନେ ଦେବେ। ତାପରେ ରହିଛି ଆପଣମାନଙ୍କର ସିଲେକ୍ଟ ଲାଙ୍ଗୁଏଜ୍, ଏଠି ଅଟୋମେଟିକ୍ ଓଡ଼ିଆ ଆସିଯିବ। ତ ଦେଖନ୍ତୁ ଏଠି ଆପଣମାନଙ୍କର ମୁଁ ଆସେମ୍ବଲି ଦେଇଦେଲି। ଆସେମ୍ବଲି ଦେଇ ସାରିଲା ପରେ ଆପଣମାନଙ୍କର ଦେଖନ୍ତୁ ତଳକୁ ଦେଖିବେ, ତଳେ ଦେଖିବେ ଏଠି ଆପଣମାନଙ୍କର କ'ଣ ରହିଛି ପାର୍ଟ ନମ୍ବର ବା ପାର୍ଟ ନେମ୍। ପାର୍ଟ ନମ୍ବର ବା ପାର୍ଟ ନେମ୍ କ'ଣ? ଏଇଟା ହେଲା ଆପଣମାନଙ୍କର ଯୋଉ ବୁଥ୍ ରହିଛି, ତ ସେ ବୁଥ୍‌ର ଲିଷ୍ଟ। ତ ଯଦି ଆପଣମାନେ ଜାଣିପାରୁନାହାନ୍ତି ଏଠି ତ ଖୋଜିବା ପାଇଁ ବହୁତ ଲେଟ୍ ହେବ, କାରଣ ବହୁତ ସାରା ଇଏ ଅଛି। ତାପରେ ଦେଖନ୍ତୁ ଏଠି ଗୋଟେ ସର୍ଚ୍ଚ ଅପସନ୍ ଅଛି। ଏଇ ସର୍ଚ୍ଚ ଅପସନ୍‌ରେ ଆପଣମାନେ ନିଜ ଗାଁର ନାଁ ସର୍ଚ୍ଚ କରିଦେବେ। ମନେ ରଖନ୍ତୁ ଏଠି କ'ଣ କରିବେ ନା ନିଜର ଗାଁ ବା ଆପଣମାନେ ଯୋଉ ବୁଥ୍ ରହିଛି ଆପଣମାନଙ୍କର, ସେ ବୁଥ୍‌ର ନାଁ ଏଠି ଆପଣମାନେ ଯୋଉଟାକି ସର୍ଚ୍ଚ କରିଦେବେ। ସର୍ଚ୍ଚ କଲା ପରେ ଦେଖନ୍ତୁ, ତ ସର୍ଚ୍ଚ କଲା ପରେ ଦେଖନ୍ତୁ ଏଠି ଆସିଗଲା ଆପଣମାନଙ୍କର ପାର୍ଟ ନମ୍ବର ବା ପାର୍ଟ ନେମ୍। ତାପରେ ଯୋଉ ଗୋଟେ ଲେଫ୍ଟ ସାଇଡ୍‌ରେ ଦେଖନ୍ତୁ ଗୋଟେ ବକ୍ସ ଅଛି, ସେଠି ଆପଣମାନେ ଟିକ୍ କରିଦେବେ। ଟିକ୍ କରିସାରିଲା ପରେ ଏଠି ଦେଖନ୍ତୁ କ୍ୟାପଚା କୋଡ୍ ଆପଣମାନଙ୍କୁ ଏଣ୍ଟର କରିବା ପାଇଁ କହୁଛି। ତ ଯାହା ବି ଏଠି ଲେଖା ହେଇଛି ଏଇ କ୍ୟାପଚା କୋଡ୍‌କୁ ଏଣ୍ଟର କରିନେବେ। କ୍ୟାପଚା କୋଡ୍ ଏଣ୍ଟର କଲା ପରେ ତାପରେ ରହିଛି କ'ଣ ଡାଉନଲୋଡ୍ ସିଲେକ୍ଟେଡ୍ ପିଡିଏଫ୍। ମନେ ରଖନ୍ତୁ ପୁଣି ଥରେ ଆପଣମାନଙ୍କୁ ଆଉ ଗୋଟେ ଭଲ ଭାବରେ କହିଦଉଛି। ଉପରେ ସବୁ ଫର୍ମାଟ୍ ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ତଳକୁ ଆସି ଆପଣମାନେ ନିଜର ପାର୍ଟ ନମ୍ବର ଚେକ୍ କରିବେ। ଚେକ୍ କଲା ପରେ ଏଠି କ୍ୟାପଚା କୋଡ୍ ଦେବେ। ତାପରେ ଯାଇ ଆପଣମାନେ ଡାଉନଲୋଡ୍ ସିଲେକ୍ଟେଡ୍ ପିଡିଏଫ୍ ଅପସନ୍‌ରେ କ୍ଲିକ୍ କରିଦେବେ। ଦେଖନ୍ତୁ ବର୍ତ୍ତମାନ ଡାଉନଲୋଡ୍ ସିଲେକ୍ଟେଡ୍ ପିଡିଏଫ୍ ଅପସନ୍‌ରେ ମୁଁ ଆପଣମାନଙ୍କର କ୍ଲିକ୍ କରିଦେଲି। କଲା ପରେ ଦେଖନ୍ତୁ ଆପଣମାନଙ୍କର ଯୋଉଟାକି ମୋର ଲିଷ୍ଟ ଏଠି ଆସିଗଲା। ଲିଷ୍ଟ ଆପଣମାନେ ଦେଖିପାରୁଥିବେ ଭୋଟର ତାଲିକା 2026 ଆପଣମାନଙ୍କର ସବୁ କିଛି ଡିଟେଲ୍ସ ରହିଛି। କୋଉ ଆପଣମାନଙ୍କର ବିଧାନସଭା ମଣ୍ଡଳୀ, ଆପଣମାନଙ୍କର ବର୍ତ୍ତମାନର ସ୍ଥିତି କ'ଣ ରହିଛି ଏବଂ ଏଇଠି ଦେଖନ୍ତୁ ଏଠି କ୍ଲିୟରଲି ମେନସନ୍ କରାଯାଇଛି ଯେ ଏଇଟା ହେଲା ସଂଶୋଧନ ବର୍ଷ 2026 ର ଯୋଗ୍ୟତା ତାଲିକା ଦେଖନ୍ତୁ 1/7/2026 ଏବଂ ସ୍ୱତନ୍ତ୍ର ସଂଘନ ସଂଶୋଧନ ବା ଏସ୍ଆଇଆର୍ 2026 କେବେ ପ୍ରକାଶ ପାଇଛି ନା 5 ଜୁଲାଇରେ ଏଇଟା ପ୍ରକାଶ ପାଇଛି। ତାପରେ ଏଠି ଦେଖନ୍ତୁ ଆପଣମାନେ ତଳକୁ ସ୍କ୍ରଲ୍ କରିବେ, ଆପଣମାନଙ୍କର ଟୋଟାଲ ସମୁଦାୟ ସଂଖ୍ୟା ଆସିଯିବ। କେତେ ଜଣ ଟୋଟାଲ ଆପଣମାନଙ୍କର ରହିଛନ୍ତି 799 ଜଣ। ପୁରୁଷ କେତେ ଜଣ ରହିଛନ୍ତି, ସ୍ତ୍ରୀ କେତେ ଜଣ ରହିଛନ୍ତି ଏବଂ ଆପଣମାନଙ୍କର ତୃତୀୟ ଲିଙ୍ଗ କେତେ ଜଣ ରହିଛନ୍ତି, ସମୁଦାୟ ଭୋଟର କେତେ ରହିଛନ୍ତି ତାର ଲିଷ୍ଟ ଦେଖିଦେଲେ। ଦେଖି ସାରିଲା ପରେ ତଳକୁ ଆପଣମାନେ ସ୍କ୍ରଲ୍ କରିବେ। ଦେଖନ୍ତୁ ଏଇଠି ଆସିଗଲା ଆପଣମାନଙ୍କର ଫାଇନାଲ ଭୋଟର। ଦେଖନ୍ତୁ ଏଇ ଭୋଟର ଲିଷ୍ଟ ଆପଣମାନଙ୍କର ପୁରା ଡିଟେଲ୍ସ ନାମ ରହିଛି, କୋଉମାନଙ୍କର ଆପଣମାନଙ୍କର ନୂଆ ଆବେଦନ ହେଇଛି ବା କୋଉମାନଙ୍କର ଭେରିଫିକେସନ କରାଯାଇଛି, ସବୁ ଡିଟେଲ୍ସ ଆପଣମାନେ ଦେଖନ୍ତୁ ଏଇ ଭୋଟର ଲିଷ୍ଟରେ ଆପଣମାନେ ଚେକ୍ କରିପାରିବେ। ଯୋଉଟା କି ପୂର୍ବ ଭୋଟର ଲିଷ୍ଟ ଅନୁସାରେ ଏଇଟାକୁ ଆପଣମାନଙ୍କର ପୂର୍ବ ଲିଷ୍ଟ ଭଳିଆ, କିନ୍ତୁ ଏଇଟା ପୂର୍ବ ଲିଷ୍ଟ ନୁହେଁ, ଏଇଟା ହେଉଛି ନୂଆ ଲିଷ୍ଟ। ତେଣୁ ଦେଖନ୍ତୁ ଏଠି ଆପଣମାନଙ୍କର ଟୋଟାଲ ଯୋଉଟା କି ଲିଷ୍ଟ ଆପଣମାନେ ଚେକ୍ କରିଦେଲେ। ତେଣୁ ଯୋଉମାନେ ବି ବର୍ତ୍ତମାନ ସୁଦ୍ଧା ନିଜ ଏସ୍ଆଇଆର୍ ର ଆପଣମାନଙ୍କର ଡ୍ରାଫ୍ଟ ଲିଷ୍ଟ ଚେକ୍ କରିନାହାନ୍ତି, ସେମାନେ ଜଲ୍ଦି ଜଲ୍ଦି ଏଇ ପିଡିଏଫ୍ କୁ ଡାଉନଲୋଡ୍ କରନ୍ତୁ। ଡାଉନଲୋଡ୍ କଲା ପରେ ଆପଣମାନଙ୍କ ପରିବାରରେ ଯେତେ ଜଣ ବି ମେମ୍ବରଙ୍କ ପାଖରେ ଭୋଟର କାର୍ଡ ଅଛି, ସମସ୍ତଙ୍କର ନାଁ ଏଇ ଲିଷ୍ଟରେ ଅଛି କି ନାହିଁ ଚେକ୍ କରିଦିଅନ୍ତୁ। ଏବଂ ଏଇ ଭିଡିଓଟି ଆପଣମାନଙ୍କର ସାଙ୍ଗସାଥି ପରିବାର ସମସ୍ତଙ୍କ ସହିତ ସେୟାର କରନ୍ତୁ, ଯାହାଦ୍ୱାରା କି ସମସ୍ତେ ନିଜ ନିଜ ଏରିଆର ଭୋଟର ଲିଷ୍ଟରେ ନିଜ ନାମ ଅଛି କି ନାହିଁ ତାହା ଜାଣିପାରିବେ। ଆଶା କରୁଛି ଭିଡିଓଟି ଆପଣମାନଙ୍କୁ ନିହାତି ଇନଫର୍ମେଟିଭ ଲାଗିଛି। ତ ଯଦି ଭିଡିଓଟି ଭଲ ଲାଗିଥିବ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏବଂ ଫେସବୁକ୍ ଇନଷ୍ଟାଗ୍ରାମରେ ଦେଖୁଥିଲେ ଆମକୁ ଫଲୋ କରିବା ପାଇଁ ଜମାରୁ ଭୁଲିବେ ନାହିଁ। ଧନ୍ୟବାଦ।